ଆପଣ ଦେଖିପାରୁଛନ୍ତି ମୁଁ କାଶୀନଗର ବ୍ଲକରେ ପହଞ୍ଚିଛି ଏବଂ କାଶୀନଗର ବ୍ଲକ ହେଡକ୍ୱାର୍ଟରରେ ମୁଁ ବର୍ତ୍ତମାନ ରହିଛି। ଯେତେବେଳେ ଆମେ ପାରଳାଖେମୁଣ୍ଡି ପଟରୁ ଯୋଉ ହାଡୁଭାଙ୍ଗି ରହିଛି ଆନ୍ଧ୍ର ରାସ୍ତା ଦେଇ ଯଦି ପହଞ୍ଚିବା, ଓଡ଼ିଶା ରୁଟ୍ ନୁହଁ ଆନ୍ଧ୍ର ରୁଟ୍ ଦେଇ ଯେତେବେଳେ ପହଞ୍ଚିବା କାଶୀନଗରରେ, ସେଠାରେ ଯୋଉ ଠାକୁରାଣୀ ମନ୍ଦିର ଅଛି ସେ ନିକଟରେ ହିଁ ଏକ ତ୍ରିନାଥ ମନ୍ଦିର ରହିଛି। ମୁଁ କ୍ୟାମେରା ସହଯୋଗକୁ ଅନୁରୋଧ କରିବେ ସେ ଦେଖେଇବା ଆପଣଙ୍କୁ ତ୍ରିନାଥ ମନ୍ଦିର ରହିଛି। ଦେଖନ୍ତୁ ଏହି ତ୍ରିନାଥ ମନ୍ଦିର ନିଶ୍ଚିତ ଭାବେ ଏହାର ଉନ୍ନତି ହେବା ଆବଶ୍ୟକ ଅଛି ଆଉ ଏଥିପାଇଁ ପ୍ରୟାସ ମଧ୍ୟ ଚାଲିଛି। ତେବେ ଏହି ତ୍ରିନାଥ ମନ୍ଦିରର କେମିତି ଉନ୍ନତି ହେଉଛି ତାର କିଛି ଚିତ୍ର ମୁଁ ଆପଣଙ୍କୁ ଦେଖେଇବି। କାରଣ ମୁଁ ଯେତେବେଳେ ମନ୍ଦିରଟିଏ ଦେଖିଲି, ଭଗବାନଙ୍କୁ ଟିକେ ଦର୍ଶନ କଲି, ତା ପରବର୍ତ୍ତୀ ସମୟରେ ଯେତେବେଳେ ଆଖପାଖ ଜାଗାରେ ଦେଖିଲି, ବିଲ୍ଡିଂ ଗୁଡ଼ିକ ଦେଖିଲି, ମନକୁ ଟିକେ ସନ୍ଦେହ ଲାଗିଲା ଯେ ମନ୍ଦିର ଯୋଉଠି ରହିଛି ସେଠାରୁ ପ୍ରାୟ 30-40 ମିଟର ଦୂରରେ କ୍ୟାମେରା ସହଯୋଗକୁ ଅନୁରୋଧ କରି ଦେଖେଇବେ। ଏଠି ଆପଣଙ୍କୁ ଦୁଇଟି ବିଲ୍ଡିଂ ଦେଖିବାକୁ ମିଳୁଛି। ତେବେ ଏ ବିଲ୍ଡିଂର କାହାଣୀ ମଧ୍ୟ ରହିଛି। ଯାହା ସନ୍ଦେହ ହେଉଛି ନିଶ୍ଚିତ ଭାବେ କୋଉଠି ନା କୋଉଠି এই ଗୁଡ଼ିକରେ ଯୋଉ ସରକାରୀ ଟଙ୍କା ଲାଗିଛି ସେଥିରେ ନିଶ୍ଚିତ ଭାବେ କିଛି ଗୋଟେ ଚଞ୍ଚକତା କରାଯାଇଛି। କାରଣ ମନ୍ଦିର ରହିଲା ସେଇଠି, ମନ୍ଦିରଠୁ ପ୍ରାୟ 50-60 ମିଟର ଦୂରରେ ଏଇଠି ଦେଖିପାରୁଥିବେ ଏକ ବିଲ୍ଡିଂ ତିଆରି ଚାଲିଛି ଏବଂ ସେଠାରେ ଲେଖାଯାଇଛି ବିଦ୍ୟାପୀଠ ଅଞ୍ଚଳ ପରିଷଦ କାଶୀନଗର। କାର୍ଯ୍ୟର ନାମ ତ୍ରିନାଥ ମନ୍ଦିର ଠାରେ କୋଠ ଘର ନିର୍ମାଣ, ଅଟକଳ ମୂଲ୍ୟ ଦେଖିପାରୁଥିବେ 16,81,000 ଟଙ୍କା, ଆର୍ଥିକ ବର୍ଷ 2023-24। ଆଉ ଯୋଜନାର ନାମ ଏଠି ନାହିଁ, କାର୍ଯ୍ୟ ଆରମ୍ଭ ନାହିଁ, କାର୍ଯ୍ୟ ଶେଷ ନାହିଁ। ମୁଁ ସହଯୋଗକୁ କ୍ୟାମେରା ସହଯୋଗକୁ ଅନୁରୋଧ କରିବି ସେ ଦେଖାଇବେ ଆପଣଙ୍କ ଏଇ ବୋର୍ଡକୁ। ଆପଣ ଦେଖନ୍ତୁ ପ୍ରତ୍ୟେକ କାର୍ଯ୍ୟରେ ଯୋଜନାର ସୂଚନା ଦେବାର ଆବଶ୍ୟକ ଅଛି, କାର୍ଯ୍ୟ ଆରମ୍ଭ ଦେବାର ଅଛି। ତ ଏହିସବୁ ବିଷୟ ରହିବା ଆବଶ୍ୟକ ଅଛି। କାରଣ ଯେତେବେଳେ ଆମେ ଟ୍ରାନ୍ସପରେଣ୍ଟ କହୁଛେ ଲୋକଙ୍କୁ ଯୋଉମାନେ ଶାସନ କରୁଛନ୍ତି, ସେଥିପାଇଁ ସୁନ୍ଦର ବ୍ୟବସ୍ଥା ରହିଛି ଆମ ସମ୍ବିଧାନରେ। ନିର୍ବାଚିତ ପ୍ରତିନିଧି ରହୁଛନ୍ତି, ତା ସହିତ ଯଦି କହିବା ଅମଳାତନ୍ତ୍ର ରହିଛି, ତାପରେ ମଧ୍ୟ ଏଠାରେ ନାହିଁ। 2023-24 ଏ କୋଠଘର ଯୋଉ ମାତ୍ରାରେ ନିର୍ମାଣ ହେଇଛି, ନିର୍ମାଣ କେବେ ସରିବ ତା ବିଷୟରେ କିଛି ନାହିଁ। ଆଉ ଗୋଟେ ଦୃଶ୍ୟ ଦେଖେଇବି। ଆମେ ଯେତେବେଳେ ଦେଖିଲୁ ଏଠାରେ ଗୋଟିଏ କଲ୍ୟାଣ ମଣ୍ଡପ, ଯାହା ମୋ ଜ୍ଞାନରେ ମୁଁ ଇଂରାଜୀରେ ପଢିଲି ଶ୍ରୀ ତ୍ରିନାଥ ସ୍ୱାମୀ କଲ୍ୟାଣ ମଣ୍ଡପମ୍ କୋଟ୍ଟା ବାରାଣାସୀ ବୋଲି ଲେଖାଯାଇଛି, କାଶୀନଗର, ଡିଷ୍ଟ୍ରିକ୍ଟ ଗଜପତି, ଓଡ଼ିଶା। ଟିକେ ଭିଡ଼ିଓରେ ଦେଖେଇବେ ଦର୍ଶକ ମାନେ ଦେଖନ୍ତୁ କେମିତି ଏଇଠି ଲେଖାଯାଇଛି ଇଂରାଜୀରେ ଏବଂ ତେଲୁଗୁରେ। ତେଲୁଗୁ ଉପରେ ତ ମୋର ସେତିକି ଜ୍ଞାନ ନାହିଁ, ତ ତେଲୁଗୁରେ କ'ଣ ଲେଖାଯାଇଛି ମୁଁ କହିପାରିବି ନାହିଁ, କିନ୍ତୁ ଇଂରାଜୀରେ ଏଇଠି ଏକ କଲ୍ୟାଣ ମଣ୍ଡପ ଥିବା ଲେଖାଯାଇଛି। ଓଡ଼ିଆରେ ଏଇଠି କିଛି ନାହିଁ। ଲାଗୁଛି ମୋତେ ଯେମିତି ମୁଁ ଆନ୍ଧ୍ରପ୍ରଦେଶକୁ ଆସିଛି, କିନ୍ତୁ ଏଇଟା ଓଡ଼ିଶାରେ ଆପଣମାନେ ବି ଜାଣିଥିବେ, ଯେହେତୁ କାଶୀନଗର ଓଡ଼ିଶାରେ। ଏଇଠି ଆଉ ଗୋଟେ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ, କଲ୍ୟାଣ ମଣ୍ଡପରେ ବିଦ୍ୟାପୀଠ ଅଞ୍ଚଳ ପରିଷଦ କାଶୀନଗର ଜିଲ୍ଲା ଗଜପତି, କାର୍ଯ୍ୟର ନାମ ୱାର୍ଡ ନମ୍ବର 10 ତ୍ରିନାଥ ମନ୍ଦିର ପୁନରୁଦ୍ଧାର, ଅଟକଳ ମୂଲ୍ୟ 2 ଲକ୍ଷ ଟଙ୍କା, ଅନୁଦାନ ପାଣ୍ଠି ବିଧାୟକ ପାଣ୍ଠି 2019-20, ନିର୍ଦ୍ଧାରିତ କାର୍ଯ୍ୟ ଆରମ୍ଭ 28/7/2020, ନିର୍ଦ୍ଧାରିତ କାର୍ଯ୍ୟ ଶେଷ 28/9/2020, କେ ନାରାୟଣ ରାଓ ବିଧାୟକ ପାରଳାଖେମୁଣ୍ଡି। ଏଥିରୁ ଅର୍ଥ କ'ଣ ହେଉଛି? ଏଇଠି ଗୋଟିଏ ପ୍ରାଇଭେଟ କି କ'ଣ ଏଇଟା ବିଷୟରେ ସେତେ ସୂଚନା ମୋ ପାଖେ ନାହିଁ। କାରଣ ହଠାତ୍ ମୁଁ ଆସୁ ଆସୁ ମୋତେ ଯେହେତୁ ସନ୍ଦେହ ହେଲା, ଏ ଖବରଟିକୁ ଆମେ କ୍ୟାମେରାରେ କଏଦ କରିବାକୁ ଚେଷ୍ଟା କରିଛୁ। ଏଠାରୁ ଯଦି କହିବା 70-80 ମିଟର ଦୂରରେ ତ୍ରିନାଥ ମନ୍ଦିର ରହିଛି। ଏଠି କ'ଣ ପାଇଁ ଏଇ ବୋର୍ଡ ଲେଖାଗଲା? ସେଟା ପୁଣି ଏହା ଏକ କଲ୍ୟାଣ ମଣ୍ଡପ ବୋଲି ଲିଖିତ ଅଛି। ତେବେ ନିଶ୍ଚିତ ଭାବେ ଏହାର ତଦନ୍ତ ହେବାର ଆବଶ୍ୟକ ଅଛି। କାରଣ ମୁଖ୍ୟ ସଡ଼କ ପାର୍ଶ୍ୱରେ ଏହା ରହିଛି। ଅନେକ ଅଧିକାରୀ ଏପଟୁ ଯା ଆସ କରୁଥିବେ। ମୋର ଯାହା ମନେ ରହୁଛି କି ଯେହେତୁ ଯେତେବେଳେ ମଧ୍ୟ ଜିଲ୍ଲାପାଳ ଯାଉଛନ୍ତି କିମ୍ବା କୌଣସି ଜିଲ୍ଲା ସ୍ତରୀୟ ଅଧିକାରୀ ଯାଉଛନ୍ତି, ଏପରିକି NSCର ଅଧିକାରୀ ମାନେ ଯାଉଥିବେ, ବ୍ଲକର ଅଧିକାରୀ ମାନେ ଯାଉଥିବେ, କେମିତି ଏମିତି ଚଞ୍ଚକତା କରାଯାଇଛି। ଏବଂ ଯଦି ଏହିପରି ଚଞ୍ଚକତା କରାଯାଇଛି
कौन जाशुनी टंका हरिलुट करने ना अज्ञतार शिकार हो एमने एमती लिखिं कारण जदि कल्याण मंडप तेलुगु और इंग्राजी रे लिखा जाउची ओडिया भाषार पदटे नहीं से किपरि त्रिनाथ मंदिर उन्नति 2 लाख टंकार बोर्ड मरा जाइछि ता निश्चय भावे बहुत बड़ विराट प्रश्नवाची। गजपति जिला काशीनगर सतोष कुमार पट्टनायक लक्ष्य।